ଆପଣମାନେ ତ ବୁଦ୍ଧଗୋଲ ଅନେକ ଥର ଯାଇଥିବେ, କିନ୍ତୁ କେବେ ବୁଗୁଡ଼ାର ପ୍ରସିଦ୍ଧ ମନ୍ଦିର କେବେ ଯାଇଛନ୍ତି? 1000 ବର୍ଷ ତଳେ ଏ ମନ୍ଦିରଟି ନିର୍ମାଣ ହୋଇଥିଲା, କି ଲକ୍ଷ ବର୍ଷ ତଳେ ତାହା କିଏ ଜାଣିନାହାନ୍ତି। କିନ୍ତୁ ବୁଗୁଡ଼ାର ପ୍ରସିଦ୍ଧ ମନ୍ଦିରରେ ଏହି ମନ୍ଦିର ଆସେ। ମନ୍ଦିରର ନାଁ କ'ଣ କେଉଁଠି ଜାଣିବା ପାଇଁ ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଧନ୍ୟବାଦ ଏବଂ ଟିକେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ ସେମାନେ ଆଉ ଏକ ନ୍ୟୁ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଆମେ ଆଜି ଯାଉଛୁ ବୁଗୁଡ଼ାର ପ୍ରସିଦ୍ଧ ଟେମ୍ପୁଲ। ରାସ୍ତା ତ ହେଉଛି ବୁଗୁଡ଼ା, କିନ୍ତୁ ଆମେ ଗୋଲିଆ ରାସ୍ତା କାନି ଗଲୁ। ଗୋଲିଆ ରାସ୍ତା ଯଦି ଆପଣମାନେ ଜାଣିଥିବେ, ଗୋଲିଆ ରାସ୍ତା କାନି ହେଇଯାଆନ୍ତୁ, ବହୁତ ପାଖ ପଡ଼ିବ ଏବଂ ନେଚର ମଜା ବି ନେଇପାରିବେ। ଆପଣମାନଙ୍କର ଅପେକ୍ଷାର ଫଳ ଶେଷ ହେଲା। ଆସନ୍ତୁ ଦର୍ଶନ କରିବା ସେହି ମନ୍ଦିର। এই ମନ୍ଦିରର ନାମ ହେଉଛି କୁବ୍ରେଶ୍ୱର ମନ୍ଦିର। ଏହି ମନ୍ଦିରରେ ବାସ କରନ୍ତି ଶିବ। ଏହି ମନ୍ଦିରଟି କୁହାଯାଏ ଯେ 1000 ବର୍ଷ ତଳର ପୁରୁଣା। ଆଉ ଗୋଟିଏ କଥା ବି କୁହାଯାଏ, ଏହି ମନ୍ଦିରରେ ଯେ ମନସ୍କାମନା ରଖନ୍ତି ଜଲ୍ଦି ପୂରଣ ହୋଇଯାଏ। ମହାଦେବ ହେଉଛନ୍ତି ପ୍ରତ୍ୟେକ ଦେବତା। ଆସନ୍ତୁ ଦେଖି ନେବା ସେ ମହାଦେବଙ୍କର ଅପୂର୍ବ ଦୃଶ୍ୟ। ଏଠିକି ଆସିଲା ପରେ ମନକୁ ବହୁତ ଶାନ୍ତ ଲାଗିଲା। ଭୋଜି ମଧ୍ୟ କରନ୍ତି ଏହି ଜାଗାରେ, ବସିବା ପାଇଁ ବହୁତ ଭଲ ଜାଗା। କାହିଁକି ନା ଲୋକ ନ ଆସିବେ, ଏତେ ଭଲ ଜାଗା। ଆପଣମାନେ ବି ଆସନ୍ତୁ, ଦେଖନ୍ତୁ କିଭଳି ନଦୀ ବହିଯାଇଛି। ଏ ନଦୀର ନାଁ ଯଦି ଜାଣିଛନ୍ତି କମେଣ୍ଟ ମାଧ୍ୟମରେ କୁହନ୍ତୁ। हाँ बहुत दिन पुराणा किंतु प्राय लोक तो ये आसी था दर्शन करा आम गोसाई बापा ता गोसाई बापा आगे जानते आगुरी मंदिर अच्छे ये कौन कहले हाँ कुबेरेश्वर मंदिर मंदिर ना आसिक जार मनस्कामना पूर्ण हो सब आस्था चलती ଏଠି ବହୁତ ସୁନ୍ଦର ରାଧାକୃଷ୍ଣ ମନ୍ଦିର ମଧ୍ୟ। ଶ୍ରୀକୃଷ୍ଣଙ୍କର ଜନ୍ମ ହେବାଠୁ କଂସ ବଧ କରିବା ଯାଏଁ ସବୁ ଚିତ୍ର ହୋଇଅଛି। କିଭଳି ଗୋବର୍ଦ୍ଧନ ପର୍ବତକୁ ଟେକି ଦେଇଥିଲେ, କିଭଳି ରାକ୍ଷସ ମାନଙ୍କୁ ବଧ କରିଥିଲେ, ସବୁ କିଛି ଏହି ଚିତ୍ରରେ ଦେଖା ହୋଇଛି ଏବଂ କିଭଳି କଂସକୁ ବଧ କଲେ ତାହା ବି ଏ ଚିତ୍ରରେ ହେଇଛି। ବହୁତ ସୁନ୍ଦର। ଏଠି ରାଧାକୃଷ୍ଣ ମନ୍ଦିର କାରିଗର ନାମ ଏବଂ କେବେ ତିଆରି ହୋଇଥିଲା ତାହା ଲେଖା ହୋଇଛି। ଏହି ମନ୍ଦିର ଆସି ମନ ତୃପ୍ତ ହୋଇଗଲା। ଏତେ ଶାନ୍ତ ପରିବେଶରେ କିଏ ନା ଆସି ମନ ତୃପ୍ତ ନ କରିବ। ଏତେ ଶାନ୍ତ ଜାଗା, ଶାନ୍ତ ପରିବେଶ, ବହୁତ କିଛି ସୁନ୍ଦର କଳାକୃତି। 1000 ବର୍ଷ ତଳେ ଏହି ମନ୍ଦିର ଅଛି। ବୁଗୁଡ଼ାର ପ୍ରସିଦ୍ଧ ମନ୍ଦିରରେ ଆସି ଆପଣମାନେ ତ ବୁଦ୍ଧଗୋଲ ସମସ୍ତେ ଯାଇଥିବେ, ନିଶ୍ଚିତ କରି ଆପଣ କୁବ୍ରେଶ୍ୱର ଶିବ ଟେମ୍ପଲ ଆସନ୍ତୁ, ବହୁତ ଖୁସି ବି ଆପଣଙ୍କୁ ଲାଗିବ।